ମୋର କାହିଁକି ମୋଦିଜୀଙ୍କ ଉପରେ ଦୃଢ଼ ବିଶ୍ୱାସ ଅଛି ଏବଂ ସେ ଯେଉଁଭଳି ଭାବରେ ରାଜନୀତି କରୁଛନ୍ତି, ଆମେରିକା ରାଷ୍ଟ୍ରପତି ଯେଉଁଭଳି ଭାବରେ କଦର୍ଯ୍ୟ ଭାବରେ କରୁଛନ୍ତି, କହିବ ଅତି କଦର୍ଯ୍ୟ, ଗୋଟେ ରାଷ୍ଟ୍ରର ସ୍ୱାମୀ ସ୍ତ୍ରୀକୁ ଉଠିକି ଧରିକି ପଳାଇଛନ୍ତି। ଏମିତି କେଉଁଠି କରାଯାଏ? ଏମିତି କ'ଣ ରାଜନୀତିରେ କରାଯାଏ? ଯେଉଁ ଭାଷାରେ ସେ କହୁଛନ୍ତି ଯେ ମାନେ ଯେଉଁ ପ୍ରାଇଜ୍ଟା ନୋବେଲ ପ୍ରାଇଜ୍ଟା ମହାତ୍ମା ଗାନ୍ଧୀଙ୍କୁ ନୋବେଲ ପ୍ରାଇଜ୍ ଦିଆଯାଇ ନାହିଁ, ସେଥିପାଇଁ ସେ କ୍ଷୁବ୍ଧ ହେଲେନି କି କହିନାହାନ୍ତି ନୋବେଲ ପ୍ରାଇଜ୍ ମୋତେ ଦିଆଯାଉ ବୋଲି। ତମେ ଗୋଟେ କ'ଣ ଏତେ ବଡ଼ ରାଷ୍ଟ୍ର ପୃଥିବୀ ଆମେରିକା, ତା ରାଷ୍ଟ୍ରପତି କହୁଛ ନୋବେଲ ପ୍ରାଇଜ୍ ମୋତେ ନ ଦେବାରୁ ମୁଁ ବର୍ତ୍ତମାନ ସାରା ପୃଥିବୀଟାକୁ ଶାନ୍ତିରେ ରଖେଇଦେବିନି। ଏହା କ'ଣ କହିବାର କଥା? ତେଣୁ ରାଜନୀତି କୁଆଡ଼େ ଗଲାଣି ଏବଂ ସେ ଭିତରେ ମୋ ଭଳିଆ ଅକିଞ୍ଚଳ ଲୋକକୁ କାହିଁକି ପୁରଉଛ? ମୋର ଲୋକଙ୍କ ନାଇଁ ମୁଁ କହୁଛି ତମେ କୁହ, ତମେ ଯାହା ତ କହୁଛ। ରାଜ୍ୟସଭା ଏଥର ଯାଇପାରନ୍ତି କି? ଚର୍ଚ୍ଚା ହେଉଛି। ନାଇଁ ମ ମିଛଟା, ମୁଁ କାହିଁ ଯିବି ରାଜ୍ୟସଭା? ରାଜ୍ୟସଭା ତ ନବୀନ ପଟ୍ଟନାୟକ ଭଳିଆ ଲୋକ ଜବାବ ଦେଇକି 3 ଥର ଘୋଷଣା କଲା, ପଠେଇଲାନି। ପାଣ୍ଡିଆନ ଭଳିଆ ଲୋକ ଥରେ ନୁହେଁ ମୋତେ କାଢ଼ିଦେଲା, ମୁଁ ଜାଣିଛି। ତା ସତ୍ତ୍ୱେ ମୁଁ ତା ବିରୁଦ୍ଧରେ ମୁଁ କହୁନାହିଁ। କିନ୍ତୁ ଗୋଟିଏ ଘଟଣା ହେଉଛି ଯେଉଁ ଟାଇପ୍ର ଚାଲିଛି ବର୍ତ୍ତମାନ, କିଛି ଭଲ ଲାଗୁନାହିଁ। ଆପଣ ହିସାବ କରୁନାହାନ୍ତି। ମ୍ୟାଥମେଟିକ୍ସଟା ଆପଣମାନେ ସାମ୍ବାଦିକ ରେକଗ୍ନାଇଜ୍ ଜର୍ଣ୍ଣାଲିଷ୍ଟ, ଆପଣଙ୍କୁ ବଢ଼ିଆ ଜଣା। ସେଇଟା ତାଙ୍କ ଉପରେ ନିର୍ଭର କରୁଛି। ଆମେ କେମିତି କହିବା ଏତେଟା ରହିବ ଏତେଟା ରହିବନି, ଇଏ ଗୋଟେ କହିକିରି ଗୋଟେ ଛଳନା ପ୍ରବଞ୍ଚନା ଭିତରକୁ ଯାଉ ଚାହୁଁନି। ସେତିକି ଆପଣ ପଚାରନ୍ତୁ, ବହୁତ ପଚାରିଦେଲେ। ଅନ୍ୟମାନେ ଆଭଏଡ୍ କରନ୍ତି, ମୁଁ ଆପଣଙ୍କୁ ସମ୍ମାନ ଦିଏ। ବିଜେଡି ଯେମିତି ଗଲାଥର ଘୋଷଣା କରିଥିଲା ଅଶ୍ୱିନୀ ବୈଷ୍ଣବଙ୍କୁ କରିଥିଲା, ଏଇଥର ବି କ'ଣ ହାତ ଟେକି ଦେବ? ନାଇଁ ସେଟା ଆମେ କେମିତି କହିବା? ବିଜେଡିରୁ ଅନେକ ନେତା ବିଜେପିକୁ ଯାଇଛନ୍ତି, ତେଣୁ ଏବେ ଗୋଟେ ସୁଯୋଗ ଅଛି ଯେଉଁ ନେତାମାନେ ଯାଇଛନ୍ତି ସେମାନଙ୍କୁ ଥଇଥାନ କରାଯାଇପାରେ ବୋଲି କୁହାଯାଉଛି। ତ ସେ କ୍ଷେତ୍ରରେ ଆପଣଙ୍କ କଥାଟାକୁ ବିଚାର କରାଯାଇପାରେ? ମୁଁ କେମିତି ମୋ ଆଡ଼କୁ କହି ବିଚାର କରାଯାଉ ବୋଲି? ବିଚାର ଏମାନେ କରିବ ବୋଲି ମୁଁ ତାଙ୍କୁ କହି ନାହିଁ। ମୁଁ ଯେଉଁ କାର୍ଯ୍ୟରେ ଆସିଛି ତାକୁ ସୁଚାରୁ ରୂପେ କରୁଛି। ଗାଁ ଗହଳି ମଫସଲକୁ ଯାଉଛି, ମିଡ଼ିଆ ମାନେ ମୋର ବନ୍ଧୁ, ଯେଉଁଠି ଯାଉଛି ସେମାନେ ଦେଉଛନ୍ତି। ମୁଁ ବି ମୋ ଆଡ଼ୁ କିଛି ଉଦ୍ୟମ କରିନାହିଁ ପର୍ଯ୍ୟନ୍ତ। ଏତିକି ମୁଁ କହିପାରେ, ବର୍ତ୍ତମାନ ରାଜନୀତିରେ ମୋଦି ଯେ ଆସିବେ ପୁଣି, ଏଇଟା ଟିକେ ଟିପିକି ରହିଥାଉ। ଏଇ ଯେଉଁ ମୁଖ୍ୟମନ୍ତ୍ରୀଟି ଅଛି ବର୍ତ୍ତମାନ, ଗୋଟେ ଆଦିବାସୀ ଲୋକ ନେତୃତ୍ୱ ନେଇଛି, ତାକୁ ସାହାଯ୍ୟ କରିବା ହେଉଛି ଆମର ଧର୍ମ। ଖାଲି ସବୁ ଜାତିର ଲୋକ ଆସିବେ, ଆଦିବାସୀ ହରିଜନ ଗିରିଜନ ଭାଷଣ ଦେଉ, ସେମାନେ ଆସିବେନି। ଏଇଟାକୁ ଆମେ ପସନ୍ଦ କରୁନାହିଁ। ବିଜେଡିରେ ଏବେ ଉତ୍ତରାଧିକାରୀ ଚର୍ଚ୍ଚା ଭାରି ଚାଲିଛି, କିଏ ହବ ଉତ୍ତରାଧିକାରୀ ନବୀନଙ୍କ ପରେ? କଳିକେଶଙ୍କ ନାଁକୁ ନେଇକି ଅନେକ ନେତା ମୁହଁ ଖୋଲିଲେଣି। ସମସ୍ତେ ମୁହଁ ଖୋଲୁଛନ୍ତି, ମୁଁ ମୁହଁ ଖୋଲି ନାହିଁ କି ଚୁପ୍ ହେଇ ବସି ନାହିଁ। ମୁଁ ମୋର କର୍ତ୍ତବ୍ୟ କରୁଛି। ତେଣୁ ଏଭଳି କହିବାର ଯେ ଆବଶ୍ୟକ ନାହିଁ। କ'ଣ ହବ ଆଗାମୀକାଲି ଆପଣ ଆଜି କେମିତି କହିବେ? ଓହ ସାଂଘାତିକ ଭୁଲ ହେଇଯିବ, ସାଂଘାତିକ ମାନେ ମାନେ ଭଗବାନ ସେ ଲୋକକୁ ଦୀର୍ଘାୟୁ କରନ୍ତୁ, ସେମିତି କହୁଥାଉ, ଏ ପାର୍ଟି ନ ଆସୁ। ନବୀନକୁ ତ ଭାରି ଭଲ ପାଉଛନ୍ତି। ହଁ ଭଲ ପାଇବେ, ତାଙ୍କ ଭିତରେ କ'ଣ ସମ୍ବନ୍ଧ? ସେ ଭଲ ପାଇବାଟା ଆମ ଭିତରେ ଥାଉ, ତାଙ୍କ ପାଖକୁ ନ ଯାଉ। ଏବଂ ସିଏ ଯେଉଁ ଟାଇପ୍ର କରୁଛନ୍ତି ଆଉ ଦରକାର ନାହିଁ। ନବୀନ ତ ବହୁତ ଦିନ ରାଜନୀତି କଲେ, ଆଉ କ'ଣ ଜୀବନରେ କରିଥାନ୍ତେ? ବିଜୁ ପଟ୍ଟନାୟକ ପୁଅ ବିଜୁ ବାବୁ ମୁଁ କହିଥିଲି, ବିଜୁ ବାବୁ ଆପଣଙ୍କର ଗୋଟେ ଏତେ ଭଲ ପାଉଥିଲେ ଲୋକଙ୍କୁ, ତାଙ୍କ ସହିତ ମାନେ ବହୁତ ଆମ ରେକର୍ଡରେ ଅଛି। ମୁଁ କାହିଁ ମୋ ଆଡ଼ୁ କହିବି? ସାର୍ କଥା ଉଠୁଛି, ଆପଣମାନେ ବିଜେଡି ଛାଡ଼ିକି ବିଜେପିକୁ ଯାଇଥିଲେ, ବିଜେପି ସରକାରରେ ଅଛି, ବର୍ତ୍ତମାନ ରାଜ୍ୟସଭା ଅଛି, ଯେଉଁମାନେ ସେମାନଙ୍କୁ ଇମ୍ପୋର୍ଟାନ୍ସ ମିଳିବ କି ଆପଣ ଭାବୁଛନ୍ତି? ଶୁଣନ୍ତୁ, ଏଇଟା ଆପଣ ବାରମ୍ବାର ପଚାରିକି ଗୋଟେ ଶବ୍ଦ ଯଦି ମୋର ଖସିଯିବ ତ ଧାଇଁ ବୁଲିବେ ମୋ ବିରୁଦ୍ଧରେ। ତେଣୁ ଧନ୍ୟବାଦ, ବିରୁଦ୍ଧରେ କହନ୍ତୁ। ଆଉ କହିବି ଲୋକେ ତ ଭୋଟ ଦେଲେନି, ଆମେ ଜବରଦସ୍ତି କହିବା
ତେଣୁ ଲୋକମାନେ ବିଚାରକ ହେଉଛନ୍ତି ଆମର ଭୋଟଦାତା ମାନେ ଏବଂ ସେମାନଙ୍କ ହାତରେ ଯେଉଁ କ୍ଷମତା ଅଛି ତାକୁ ଯଦି ଠିକ୍ ଭାବରେ ପ୍ରୟୋଗ କରାଯାଏ ଆଜି ଓଡ଼ିଶାକୁ ଯେମିତି ମୋଦି ପ୍ରସିଦ୍ଧ କରି ଦେଇଛନ୍ତି ଆଜି ଜଗନ୍ନାଥଙ୍କ ଯେଉଁ ସାରା ଓଡ଼ିଶା ବିଶ୍ୱ ବନ୍ଦିତ ହେବ ଆଉ କିଛି କହିବି ଆଜ୍ଞା ପାଣ୍ଡିଆନ କାହିଁକି ଏତେ ଆକ୍ଟିଭ ଥିଲେ ବିଜେପି ଆପଣମାନଙ୍କୁ ଠକିଲେ କହୁଛନ୍ତି? ମୁଁ କହିବି ଯେ ମୋତେ କ'ଣ ଠକିବେ ସେ ନିଜକୁ ଠକିଲେ ମୁଁ ଯେଉଁଦିନ ଦେଖନ୍ତୁ ଆପଣ ହିସାବ କରୁନାହାନ୍ତି ଯେଉଁଦିନ ମୁଁ ବିଦାୟ ନେଇଛି ସେଦିନଠୁ ଦଳର ଅବସ୍ଥା କ'ଣ ହେଇଛି ଆଉ କହିବିନି ସେ ଦଳଟା ରହିଲେନି ବୋଲି ଦଳ ହାରିଗଲା। ମୁଁ ସେଥିପାଇଁ କହୁନି ପ୍ରବଳ ଦୁର୍ବଳତା ଥିଲା କାରଣ ଯେଉଁ ଶଙ୍ଖ ଚିହ୍ନଟି ସେଇଟା ଆପଣ ମିଡ଼ିଆ ଦେଇଛି ମୁଁ ତାକୁ ଯେଉଁଠୁ ଆଣିଥିଲି ଜାଗଳି ପାଟନାରେ ଜଗନ୍ନାଥ ଧରିଛନ୍ତି ସେ ଶଙ୍ଖଟାକୁ ଏବଂ ବଳଭଦ୍ର ଧରିଛନ୍ତି ମୋର ଦଣ୍ଡକୁ ଆପଣ ଆଣିଥିଲେ ସଂଘ ଚିହ୍ନ? ମୁଁ କହିବାଟା ଭଲ ହେବନି ସେଟା ବୁଝିଲେ ମୁଁ ଆଣିଥିଲି ବୋଲି କହିବାଟା ଭଲ ହେବନି ସେଇଟା ଜଗନ୍ନାଥ ହିଁ କରେଇଛନ୍ତି ସେଟା ତାଙ୍କର ଚିହ୍ନଟା ଧରିଛନ୍ତି ସେ ସେଇ ଜାଗାରେ ଦେଖ କେମିତି ଧରିଛନ୍ତି ସେଇଟାକୁ ପ୍ରସନ୍ନ ପାରସାଣୀ ହେଇକି ଦଳ ଗଠନ ଦେବେ ଏଇଟା ସରିଛି ଏଇଟା ଆପଣମାନେ ଦେଇଦେଇଛନ୍ତି ସେତେବେଳେ ମିଡ଼ିଆକୁ ଆଉ ତାକୁ ଆମେ ରିପିଟ୍ କରିବା ଧନ୍ୟବାଦ ରାଜ୍ୟସଭା ଉପରେ କିଛି କହିବେନି ମାନେ ଆପଣ ଆଉ କହିବି କ'ଣ ଯଦି ମିଳିଲେ ଭଲ ହବ ହେଁ? ଆପଣଙ୍କୁ ଯଦି ଦଳ ଦିଏ ରାଜ୍ୟସଭା ପାଇଁ ପୁଣି ବରିଷ୍ଠ ନେତା ଆପଣ ସେଗୁଡ଼ା ଇଚ୍ଛା ଅଛି ନା ନାଇଁ? ମୁଁ ଏଇଟା ମୋ ଆଡ଼ୁ କହିବାଟା ଭଲ ହେବ ନାହିଁ ନା ନା ଆପଣ ସିନା